କ୍ଷୀର ଯଦି ଖାଇ ବସିବ ଘରେ ଥିବ ଗାଈ, କଳି ଯଦି କରି ବସିବ ସଙ୍ଗେ ଥିବ ଭାଇ। ଭାଇ ସାଙ୍ଗରେ ଜମିବାଡି ପାଇଁ ଝଗଡାଝାଟି କରି, ରାଜନୀତି ପାଇଁ ଝଗଡାଝାଟି କରି ଆମେ ଯୋଉ ସମ୍ପର୍କ କାଟୁଛନ୍ତି, ଭାବିବା କଥା ଭାଇ ଏଟା ଆମର କେତେ ନିଜର। ପୁରାଣକୁ ପଳାନ୍ତୁ, ଭାଇ ସାଙ୍ଗରେ ଦୁଶ୍ମନୀ କରି କେହି ଭଲ ରହିନାହାନ୍ତି। ବିଭୀଷଣକୁ କୁମ୍ଭକର୍ଣ୍ଣ ଅଭିଶାପ ଦେଲେନି, କହିଲେ ତୁ ଧର୍ମାତ୍ମା ହେଇପାରୁ, ରାମ ଭକ୍ତ ହେଇପାରୁ, କିନ୍ତୁ ସମାଜରେ କେବେ ଆଦର ପାଇପାରିବୁନି। ସେଟା ଫଳିଲା ତାର। ସେଇପରି ମହାଭାରତରେ ଗୋଟେ ଭାଇ ଥିଲା କୌରବ ମାନଙ୍କର, ତା ନାଁ ହଉଛି ୟୁତସୁ। ସେ ଆତ୍ମହତ୍ୟା କରିଦେଲା ତା ମା କଥାରେ। ମହାଭାରତ ଯୁଦ୍ଧରେ 99 ଭାଇ କୌରବ ମରିଥିଲେ, ଗୋଟିଏ ଭାଇ ବଞ୍ଚିଥିଲା, ତା ନାଁ ହଉଛି ୟୁତସୁ, ଯିଏକି ଧର୍ମାତ୍ମା ଥିଲା, ପୁଣ୍ୟାତ୍ମା ଥିଲା। ସେ ସତ୍ୟପଟେ ରହି ପାଣ୍ଡବ ମାନଙ୍କ ସହିତ ମିଶିକି ଲଢିଥିଲା। ତା 99 ଭାଇ ମରିବାର ଇଏ ବି ଗୋଟେ ବଡ କାରଣ। ଇଏ ବି ଗୃହ ସତର୍କ ବିଷୟ ଥିଲା। ତେଣୁ ଭାଇ ମାନଙ୍କ ସାଙ୍ଗେ ଦୁଶ୍ମନୀ ନ କରି ନିଜେ ଆନନ୍ଦରେ ଭାଇ ସହିତ ରୁହନ୍ତୁ। ଜୟ ଶ୍ରୀରାମ।